ସାଙ୍ଗମାନେ ଟମାଟୋ ପୋଡ଼ା ଲାଗି କାହିଁକି ଭାତ ଖାଇଲେ ଭିଡ଼ିଓଟାକୁ କଣ୍ଟିନ୍ୟୁ କରନ୍ତୁ ଜାଣିପାରିବେ। ଆଉ ଟମାଟୋ ଦଳାଟା ବହୁତ ହି ବଢ଼ିଆ ଥିଲା। ଆଉ ଖାସ୍ କରି ଆପଣମାନେ ଦିନେ ଦିନେ ଏମିତି ବି ବନେଇ ଖାଆନ୍ତୁ। ଆଉ ପଖାଳ ଭାତ ସହିତ କିଛି ବି ଦରକାର ପଡ଼ିବନି। ଆଉ ଏଇ ଦଳା ସହିତ ମାଛ ମାଂସ ସବୁ ଫିକା ପଡ଼ିଯିବ। ତ ମୁଁ ପ୍ରଥମେ ଟମାଟୋକୁ ପୋଡ଼ାପୋଡ଼ି କରିକି ଏମିତି ପିଆଜ ତେଲ ଲଙ୍କା ସବୁ ତକ ଦଳାଦଳି କରି ରଖିନେଲି। ଯେହେତୁ ଆଜି ସଣ୍ଡେ ଥିଲା, ଏଇଟା ସଣ୍ଡେର ଭିଡ଼ିଓ ମୁଁ ଆଜି ପୋଷ୍ଟ କରୁଛି। ତ ଯେହେତୁ ସଣ୍ଡେ ଥିଲା ଆମେ ଆଇଁଷ ଖାଉନୁ, ତ ମୁଁ ଖାଏନି। ଆଉ ଯେହେତୁ ନ ଖାଇଲେ କ'ଣ ହେଲା, ଅନ୍ୟମାନଙ୍କୁ ତ ବନେଇକି ଆମ ଦେବାକୁ ପଡ଼ିବ। କାହିଁକିନା ଗୋଟେ ବୋହୂର କର୍ତ୍ତବ୍ୟ ହେଉଛି ସେଇଟା। ତ ତୁମେ ଖାଅ ନ ଖାଅ ଘର ଲୋକଙ୍କୁ ବନେଇକି ଦେବାକୁ ପଡ଼େ। ତ ଆଉ ଅନ୍ୟ ଜିନିଷ ସବୁ ରୋଷେଇ କରିସାରିଲା ବେଳକୁ ନିଜ ପାଇଁ ସମୟ ହିଁ କେଉଁଠି ବାହାରୁଛି ନା ନିଜ ପାଇଁ ଅନ୍ୟ କିଛି ବନେଇବା ପାଇଁ। ଅନ୍ୟ ଦିନେ ବନାଏ, କିନ୍ତୁ ଆଜି ମୋତେ ବିଲକୁଲ ବି ଇଚ୍ଛା ନାହିଁ କୌଣସି ଜିନିଷ ମୋ ପାଇଁ ବନେଇବା ପାଇଁ। ତ ମୁଁ ଭାବିଲି ଆଜି ପଖାଳ ଅଛି, ମୋର ଏଇଟା ହିଁ ମୋର ସବୁଠୁ ବେଷ୍ଟ ଆଇଟମ୍। ତା ସହିତ ଛୁଇଁ ଭଜା ମଧ୍ୟ ହେଇଥିଲା। ତ ଏପଟେ ସବୁ ମାଛକୁ ଭଲ ଭାବରେ ଧୁଆଧୁଇ କରିଦେଲି। ଏଇଟା ପୁରା ଦେଶୀ ମାଛଟା ଆସିଥିଲା। ତ ତାକୁ ଭଲ ଭାବରେ ଧୁଆଧୁଇ କରିକି ଏଥିରେ ସ୍ୱାଦାନୁସାରେ ଲୁଣ ହଳଦୀ ଦେଇକି ବଢ଼ିଆସେ ତାକୁ ଗୋଳାଗୋଳି କରିଦେଲି। ହଜବେଣ୍ଡ ଆସିକି କହିଲେ ଆକୁ ଟିକେ ଭଲସେ ଖାଞ୍ଚିକି ପୁରା ଗୋଳେଇ ଦେ, ତେଲ ଲୁଣ ହଳଦୀ ଦେଇକି, ତାପରେ ବଢ଼ିଆ ମାଛ ଭଜାଟା ରେଡ଼ି ହେଇଯିବ। ତ ଏପଟେ କିଛି ଚୁଲି ଲଗେଇଦେଲି। ଏପଟେ ସବୁ ମାଛକୁ ଗୋଟା ଗୋଟା କରି ବଢ଼ିଆସେ ଭାଜିଦେଲି କଡ଼ା କଡ଼ା। ଆଉ ମୁଣ୍ଡ ଦୁଇଟାକୁ ମଧ୍ୟ ଭାଜିଦେଲି। ସବୁଠୁ ମେନ୍ ଜିନିଷ ହେଉଛି ଆମର ଶିଳ ବଟା ମସଲା ଅଛି। ସବୁଦିନ ତ ଗ୍ରାଇଣ୍ଡର ହୁଏ, ଆଜି ଯେହେତୁ ଲାଇନ୍ ପଳେଇଥିଲା ତାକୁ ସବୁ ଶିଳରେ ବଟା ହେଇଛି। ତ ଦେଖନ୍ତୁ ଶିଳ ବଟା ମସଲାର ଟେଷ୍ଟ ତ ପୁରା ୱାଓ ବାଲା ଯାହାକୁ କହନ୍ତି। ତ କଢ଼େଇରେ କିଛି ତେଲ ଦେଇକି ତାକୁ ଆଳୁକୁ ଭଲସେ ଭଜାଭୁଜି ହେଇଗଲା। ତ ପ୍ରଥମେ ମୁଁ ଏଠି ଟମାଟୋକୁ ଦେଇଦେଲି, ଯାହାକି କଲର୍ ଆସିଥାଏ ତରକାରୀର ଭଲ। ଏଠି ସ୍ୱାଦାନୁସାରେ ଲୁଣ ହଳଦୀ ଲଙ୍କାଗୁଣ୍ଡ ଦେଇକି ତାକୁ ବଢ଼ିଆସେ ଟିକେ ବେଶୀ ସମୟ କଷିବା। ତେଲ ଛାଡ଼ିଗଲା ପରେ ଏଇ ଯେଉଁ ପିଆଜ ରସୁଣ ଅଦାକୁ ବାଟିକି ରଖିଥିଲେ, ତା'ର ମସଲା ଗ୍ରାଇଣ୍ଡର ବଟା ଠାରୁ ଶିଳ ବଟାର ମସଲା ଟିକେ ଦେଖାଯିବା ପୁରା ଅଲଗା। ଆଉ ଟେଷ୍ଟ କିନ୍ତୁ ବହୁତ ହି ବଢ଼ିଆ ଲାଗେ। ତ ତାକୁ ବଢ଼ିଆସେ ଏପଟ ସେପଟ କରି କଷାକଷି କଲେ। ଏଠି ତେଲ ଛାଡ଼ିଗଲାଣି, ପାଣି ଦେଇଦେବା ଆଳୁକୁ ସିଝିବା ପାଇଁ। ମୁଁ ଏଠି ବିଲକୁଲ ବି ଆମ୍ବୁଲ ପକାଇବାକୁ ଭୁଲି ଯାଇଛି। ତ ଆପଣମାନେ ଚାହିଁଲେ ଏଠି ଆମ୍ବୁଲ ଖଣ୍ଡେ ପକାଇ ପାରିବେ। ମାଛକୁ ସବୁ ପକାଇ ଦେଇକି ଏଠି ମାଛ ମସଲାରେ